मेघमाଳରେ शीघ्र आगमन करुथिबा आम्भମାନଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କ ନାମର ଗୌରବ ହଉ। ପୁଣି ଥରେ ତାହାଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ସେବା କାର୍ଯ୍ୟ ଜରିଆରେ ପୁନର୍ବାର ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ମତେ ଅନୁଗ୍ରହ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ କି ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଦେଖୁଛନ୍ତି, ଶୁଣୁଛନ୍ତି। କେବଳ ଦେଖୁଛନ୍ତି, ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ଆପଣମାନଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦେଉଛି। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କେଉଁ 5ଟି ବିଷୟ ଉପରେ ନିର୍ଭର ରଖିବା ଉଚିତ ନୁହେଁ। ଆଜିର ପ୍ରସଙ୍ଗ ହେଲା କେଉଁ 5ଟି ବିଷୟ ଉପରେ ନିର୍ଭର ରଖିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା ପାଇଁ ଯିବା। ପ୍ରିୟମାନେ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମେ ଆମର ପ୍ରଭୁଙ୍କ ଉପରେ ଆମେ ନିର୍ଭର କରୁ, ତାହାଙ୍କ ଉପରେ ଆମେ ବିଶ୍ୱାସ ରଖୁ, ତାହାଙ୍କ ଉପରେ ଆମର ଭରସା ରଖୁ। ମାତ୍ର ଆଜି ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ମାନେ ପ୍ରଭୁଙ୍କୁ ଜାଣିଲା ପରେ ମଧ୍ୟ, ମଣ୍ଡଳୀକୁ ଗଲା ପରେ ମଧ୍ୟ, ବାକ୍ୟ ଶୁଣିଲା ପରେ ମଧ୍ୟ ଏବଂ ଖ୍ରୀଷ୍ଟିଆନ ହେବା ସତ୍ତ୍ୱେ ମଧ୍ୟ ସେମାନେ ଯେଉଁ ଯେଉଁ ବିଷୟରେ ଆମେ ନିର୍ଭର ରଖିବା ଉଚିତ ନୁହେଁ, ଯେଉଁ ବିଷୟ ଉପରେ ଆମେ ଭରସା ରଖିବା କଥା ନୁହେଁ, ସେଇ ସବୁ ବିଷୟରେ ମଧ୍ୟ ଆଜି ଅନେକ ଭରସା କରି ବଞ୍ଚୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଏହି ପ୍ରକାର ଆମେ କିଏ ଅଛୁ ଯାହାକି ଯେଉଁ ବିଷୟ ଉପରେ ଆମେ ଭରସା ରଖିବା କଥା ନୁହେଁ, ଯଦି ଆମେ ସେଇ ବିଷୟରେ ଭରସା ରଖିଛୁ, ଆଜି ମୁଁ 5ଟି ବିଷୟ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଏବଂ ଆମେ ସେଥିରୁ ବାହାରି ଆସି ଆମର ପ୍ରଭୁଙ୍କ ଉପରେ ଆମେ ଭରସା ରଖିପାରିବା। ପ୍ରଥମ ବିଷୟ ଆପଣମାନେ ବାକ୍ୟରୁ ମୋ ସହିତ ପଢିବେ, ହିତ ଉପଦେଶ 28 ଅଧ୍ୟାୟକୁ ଆସିବେ। ହିତ ଉପଦେଶ 28 ଅଧ୍ୟାୟ ଆମ ସମସ୍ତଙ୍କ ନିମନ୍ତେ ମୁଁ 26 ପଦ ପଢିବା ପାଇଁ ଚାହେଁ। ଲେଖାଯାଏ ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ ସେ ମୂର୍ଖ, ମାତ୍ର ଯେ ଜ୍ଞାନରେ ଚାଲେ ସେ ରକ୍ଷା ପାଇବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଥମ ବିଷୟ ଆମେ ବାକ୍ୟରୁ ଦେଖୁ ଯେ ନିଜ ଉପରେ ଆମେ ନିର୍ଭର ରଖିବା ଉଚିତ। ହେଇପାରେ ଆପଣ ବହୁତ ଜ୍ଞାନୀ ବ୍ୟକ୍ତି ହେଇପାରନ୍ତି, ଆପଣ ଧନୀ ବ୍ୟକ୍ତି ହେଇପାରନ୍ତି, ଆପଣ ଜଣେ ସମ୍ଭ୍ରାନ୍ତ ଲୋକ ହେଇପାରନ୍ତି, ଆପଣଙ୍କର ଇନକମ୍ ଭଲ ଅଛି, ଯାହା ବି ହଉନା କାହିଁକି ଆପଣ କେବେ ମଧ୍ୟ ନିଜ ଉପରେ ଭରସା ରଖନ୍ତୁ ନାହିଁ। ବାଇବଲ କହେ ଯେ ନିଜ ଅନ୍ତଃକରଣ ଉପରେ ଭରସା ରଖେ ବା ନିଜ ଉପରେ ଯେ ଭରସା ରଖେ ସେ ମୂର୍ଖ। ବାଇବଲ କହେ ସେ ଶିକ୍ଷିତ ନୁହେଁ, ସେ ମୂର୍ଖ। ପ୍ରିୟ ଭାଇ ଭଉଣୀ ମାନେ, ଅନେକ ସମୟରେ ଆମେ କହୁ ଯେ ମୁଁ ଚାହିଁଲେ ଏହା କରିଦେବି, ମୁଁ ଚାହିଁଲେ ତାହା କରିଦେବି, ଏଇ ପ୍ରକାର କଥା ଆମେ କହିଥାଉ। ଯୀଶୁଖ୍ରୀଷ୍ଟ କହିଲେ ମୋ ବିନା ତୁମେ କିଛି କରିପାରିବ ନାହିଁ। ପ୍ରିୟମାନେ, ଆମେ ପ୍ରଭୁଙ୍କ ବିନା କିଛି କରିପାରିବା ନାହିଁ। ବଲ୍ବ ଯେତେ ଦାମୀ ହେଉନା କାହିଁକି ସେ ଇଲେକ୍ଟ୍ରି ବିନା ଜଳି ପାରିବ ନାହିଁ। ଶାଖା ଯେତେ ଲମ୍ବା ହେଉନା କାହିଁକି ସେ ବୃକ୍ଷରେ ଲାଗି ନ ରହିଲେ କେବେ ଫଳ ଫଳି ପାରେ ନାହିଁ। ପ୍ରିୟମାନେ, ଆମେ ନିଜ ଉପରେ କେବେ ନିର୍ଭର ରଖିବା ଉଚିତ ନୁହେଁ, ଆମେ ଆମର ପ୍ରଭୁଙ୍କ ଉପରେ ନିର୍ଭର ରଖିବା। ଆପଣମାନଙ୍କ ନିକଟରେ ମୁଁ ଦ୍ୱିତୀୟ ବିଷୟ ରଖିବା ପାଇଁ ଚାହେଁ, ଯାହା ଆପଣମାନେ ଦେଖିପାରିବେ ସେହି ହିତ ଉପଦେଶ 11 ଅଧ୍ୟାୟ ତାର 28 ପଦ ପଢିବେ। ଲେଖାଯାଉଛି 28 ପଦରେ, ଆପଣା ଧନରେ ଯେ ନିର୍ଭର ରଖେ ସେ ପତିତ ହେବ, ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ। ପ୍ରିୟମାନେ, ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଯେ ଆପଣା ଧନ ଉପରେ ଆମେ ନିର୍ଭର ରଖିବା କଥା ନୁହେଁ। ଯଦି ଆମେ ଧନ ଉପରେ ଭରସା ରଖିଛୁ, ଆମେ ଆମର ସମ୍ପତ୍ତି ଉପରେ ଆମେ ଭରସା ରଖିଛୁ, ତାହେଲେ ଆମେ ଦିନେ ପତିତ ହେବା, ଦିନେ ଆମେ ନିରାଶ ହେବା, ହତାଶ ହେବା। କାରଣ ଏହି ଧନ କ୍ଷଣକାଳ ସ୍ଥାୟୀ। ଆମେ ଉଲଙ୍ଗ ହିଁ ଆସିଛୁ, ଆଉ ଏଠାରୁ ଗଲାବେଳେ ଆମେ ଉଲଙ୍ଗ ହିଁ ଫେରିଯିବା। ସେଥିପାଇଁ ଆମେ ଧନ ଉପରେ ଆମେ ନିର୍ଭର ନ ରଖି ଆମେ ପ୍ରଭୁଙ୍କ ଉପରେ ନିର୍ଭର ରଖିବା। ପ୍ରିୟମାନେ, ଯେଉଁମାନେ ଧନ ଉପରେ ନିର୍ଭର ରଖିଥିଲେ, କରୋନା ସମୟରେ ଧନ ସେମାନଙ୍କ ପାଇଁ କୌଣସି କାମରେ ଆସିଲା ନାହିଁ। ପ୍ରିୟମାନେ, ଧନ ଆମକୁ ଆଜି ସୁରକ୍ଷା ଦେଇନାହିଁ,
परमेश्वर आमको सुरक्षा दे आसुपाई धन उपर जदि आम निर्भर रखा आम पतित हेबा। हननीय सफीरा से माने पतित हेबे। इस्करित जिहुदा से प्रभु को छाड़ी परित्राण हराई चलीगला। गिहेजी से आपणार परिवार मध्य वंश वंश धरी अभिशाप आनिला। से आम धन उपर आम निर्भर रखा आमर निर्भर आमर प्रभु उपर रहा आवश्यक रही। तृतीय विषय मुझे निकट रखापी चाहे आपण मैंने मो सहित पढ़े जिरिमिय भविष्य वक्ता पुस्तक को आसवे। जिरिमिय पुस्तक 7 अध्याय 8 पदरे लिखागला, देख जो द्वारा उपकार होई न पारे एपरी मिथ्या कथारे तुम्हें माने विश्वास करू। प्रिय माने जो कथा उपरे आमे विश्वास कले आमर किछि लाभ हेबो नाही, आमर किछि मंगल हेबो नाही। एई प्रकार कथा, एई प्रकार शिक्षा, एई प्रकार परामर्श उपरे आमे विश्वास भरोसा एवं निर्भर रखिबा कथा नहे। अनेक कहती जे बिलेई बाट दे गले आमे जीवा कथा नाही, काहेकि जीवा कथा नाही, अशुभ ही जीव, अमंगल ही जीव, यह संपूर्ण मिथ्या अटे। अनेक कहती मु मृत्यु हेला परे मु आउ थरे जन्म आसीबी, यह संपूर्ण मिथ्या। प्रिय माने सत्य केवल यीशु ख्रीष्ट अटंती। आउ मुखर निर्गत प्रत्येक वाक्य सत्य अटे। से कहिले मु पथ सत्य जीवन, मो दे न गले के पिता निकट को जाई परिबो ना। प्रिय माने प्रभु मान को अनुग्रह करंतु। बाइबल कहे मृत्यु परे जन्म आसी हेबो नाही, मृत्यु परे मनुष्यर विचार बाकी थिबो। अनेक कहती मरीगले सरीगला। प्रिय माने मरीगले सरी जाए नाही, मरीगला परे मनुष्यर विचार अछि। आउ मरीगला परे असली भविष्य मनुष्यर आरंभ हुए। प्रभु आमान को दया करंतु। आमे कौन करिबा वाक्य अनुसार जे आमे मिथ्या कथा उपरे, मिथ्या शिक्षा उपरे आमे निर्भर रखिबा। मु आपण मानक निकटरे चतुर्थ विषय रखिबा पई चाहे सेही जिरिमिय भविष्य वक्ता पुस्तक 17 अध्याय को आसीबे। 17 अध्याय 5 पदरे लिखा गला, सदा प्रभु यही कथा कहती, जो मनुष्य मनुष्य उपरे निर्भर करे और मांस को अपना बाहु करे और जहार हृदय सदा प्रभु को निकट दूर को जाए से शापग्रस्त। प्रिय माने आमे मनुष्य उपरे निर्भर रखिबा। आज अनेक भाई भौणी माने मंडली थिबा सत्य मध्य से माने निजर जाति कुटुंब, निजर भाई, निजर बंधु बांधव, निजर सांग साथी रिलेटिव को नहीं से माने गर्व करंती। मोर एते सांग अछंती, मोर एमएल मते चिनी छंती, मते राष्ट्रपति जानी छंती, ए प्रकार अनेक गर्व करंती। प्रिय माने जदि आज आमे मनुष्य उपरे निर्भर रखिछु, आमे दिने एकला ही जीवो, आमे दिने एकुटिया ही जीवो, निराश ही जीवो। मात्र जे माने परमेश्वर को उपरे भरोसा रखिछंती से माने केबे निराश हेबे नाही। सेति पई गीत संगीता 118 अध्याय 8 पदरे लिखा गला, मनुष्य उपरे निर्भर रखिबा अपेक्षा सदा प्रभुंकर शरणागत हेबा उत्तम। प्रिय माने प्रभु आमान को अनुग्रह करंतु। आमे मनुष्य उपरे निर्भर न रखी आमे प्रभु को उपरे निर्भर रखिबा। आपण मानक निकटरे मो पंचम विषय आउ शेष विषय कही प्रार्थना करिबी एवं आजिर एही संदेश को मु समाप्त करिबी। आपण मान पढ़िबे नूतन नियमर गोटे वाक्य गालातिय मंडली निकट को साधु पाउलंक पत्र 3 अध्याय, गालातिय 3 अध्याय आपण मान मो सहित पढ़िबे 10 पद लिखा जाउची, कारण जेते लोक व्यवस्थार क्रियाकर्म करती से माने शापग्रस्त। जेणु लेखा अछि जे केही व्यवस्था पुस्तक लिखित समस्त कथा पालन करिबा पई सेथिरे नित्य प्रवृत्त न हुए से शापग्रस्त। प्रिय माने व्यवस्था उपरे जे निर्भर करे, व्यवस्थार क्रियाकर्म उपरे जे निर्भर रखे से शापग्रस्त हेबो, शापग्रस्त हेबो। लिखा जाउची तळकू, व्यवस्था द्वारा केही जे ईश्वरक साक्षात धार्मिक गणित हुए नाही, यह तो स्पष्ट, कारण धार्मिक विश्वास द्वारा वंचित। प्रिय माने व्यवस्थार क्रियाकर्म आमको परित्राण दे पारे ना, आमको रक्षा करि पारे ना, आमको उद्धार करि पारे ना। आमको कौन उद्धार करिबो? विश्वास। कोठी विश्वास? यीशु ख्रीष्टଙ୍କ द्वारा दत्त से अनुग्रह ठारे विश्वास करिबारो आमे परित्राण पाइछु, उद्धार पाइछु।
ପ୍ରିୟ ମାନେ ଏହି ପାଞ୍ଚଟି ବିଷୟ ଉପରେ ଆମେ ନିର୍ଭର ରଖିବା ଉଚିତ ନୁହେଁ। ଆମର ନିର୍ଭର କେବଳ କେବଳ ପ୍ରଭୁଙ୍କ ଉପରେ ଆମର ନିର୍ଭର ରହିବା ଉଚିତ। ପ୍ରଥମ ବିଷୟ ହେଲା ନିଜ ଉପରେ ଆମେ ନିର୍ଭର ରଖିବା ଉଚିତ ନୁହେଁ। ଦ୍ୱିତୀୟ ବିଷୟ ଧନ ଉପରେ ନିର୍ଭର ରଖିବା ଉଚିତ ନୁହେଁ। ତୃତୀୟ ବିଷୟ ହେଲା ମିଥ୍ୟା କଥା, ମିଥ୍ୟା ଶିକ୍ଷା, ମିଥ୍ୟା ପରାମର୍ଶ ଉପରେ ଆମେ ନିର୍ଭର ରଖିବା ଉଚିତ ନୁହେଁ। ଚତୁର୍ଥ ବିଷୟ ହେଲା ଆମେ ମନୁଷ୍ୟ ଉପରେ ନିର୍ଭର ରଖିବା ଉଚିତ ନୁହେଁ। ଏବଂ ପଞ୍ଚମ ବିଷୟ ଧର୍ମ କର୍ମ ବ୍ୟବସ୍ଥାର କ୍ରିୟାକର୍ମ ଉପରେ ନିର୍ଭର ରଖିବା ଉଚିତ ନୁହେଁ। ଆମର ନିର୍ଭର ପ୍ରଭୁଙ୍କ ଉପରେ ହେବା ଆବଶ୍ୟକ। ଏହି ବାକ୍ୟ ଦେଇ ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ବାପା, ତୁମେ ଆମମାନଙ୍କର ଭରସା ଯୋଗ୍ୟ, ନିର୍ଭର ଯୋଗ୍ୟ ପରମେଶ୍ୱର, ତୁମେ ଭୟ ଯୋଗ୍ୟ ପରମେଶ୍ୱର। ବାପା, ଏହି ପାଞ୍ଚଟି ବିଷୟ ଉପରେ ଆମେ ନିର୍ଭର ନ ରଖି ପ୍ରଭୁ ତୁମ ଉପରେ ଆମେ ଆଉଜି ପଡ଼ିବୁ, ତୁମ ଉପରେ ନିର୍ଭର ରଖିବା ଶିଖିବୁ। ତୁମେ ଆମମାନଙ୍କୁ ଅନୁଗ୍ରହ ଦିଅ, ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ସମସ୍ତଙ୍କୁ ପୁନର୍ବାର ନମସ୍କାର, ପ୍ରେରିତ ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ପୁନର୍ବାର ଆଉ ଏକ ପ୍ରସଙ୍ଗରେ ପରସ୍ପର ସାକ୍ଷାତ କରିବା। ରହିବା, ନମସ୍କାର, ଗଡ୍ ବ୍ଲେସ୍ ୟୁ।